वंदे पुरुषोत्तम। जय गुरु। वंदे लोकतिलकं सत्तत वार्ता विभूषणं अमरकृत्युच्चारणं प्रभुतं लोकजीवनं प्रणय प्रमोद जागदीपनं वंदे जीवन जीवन सत्पुरुषम। प्राणर ठाकुर जगत जननी जगत कल्याणमयी श्री श्री लक्ष्मी माँ जुगाचार्य देव श्री श्री बोर्दा आजिर भरोसा आचार्य देव श्री श्री दादांक चरण रे मोर अनेक कोटी प्रणाम। आज यही ऑनलाइन सत्संग जरिए मु मोर आंतरिक भाई और माँ मान को मु श्रद्धार भक्तिर जयगुर निवेदन करुछि। आशा करुछि प्रत्येक पाखरे आमर एई ऑनलाइन सत्संग कथाटा पहुँचब बोली एथिरे समस्ते जाजित हेबे बोली आशा करुछि। आमे समस्त प्रत्येक भाई और माँ माने परस्पर सत्संग माध्यम अनेक समय मिलित होउथिले, किंतु एपरी परिस्थिति समाज रे दुनिया रे सारा पृथ्वी वर्ष रे एक घटना संबंधी जेकोसी प्रकार चली वर्तमान बहुत परिस्थिति विपज्जनक। प्रत्येक मनीष आर्त चित्कार करुछंती। तेणु समस्ते आमे से परम पितांकर गुणगान करी निजको शांतिपूर्ण भावे अतिबाहित करिवार अछि। तेणु समस्ते तांकरी शरणापन्न होई तांक विधि विधान मानी चलिवा भीतर दे आमे समस्ते तांको अनुभव करि परिबा एवं सुरक्षित मध्य रही परिबा। तांकर प्रदत्त सदाचार पालन भीतर दे मनीष खूब सुंदर भावे बंची परिबा। जहा कि आज से स्वस्तैन सदाचार भीतर कथा मनीष जी यही परिस्थिति रे मानिबा को बाध्य होइछि। तेणु श्री श्री ठाकुर यही जो भावधारार कथा कहिचंती, यही जो आध्यात्मिक मार्ग रे परिचालित होबार कथा कहिचंती, ता भीतर रहुछि अनेक शांति स्वस्ति। तेणु ताहा करियाकु हेले आंभमान को यही सत्संग पथ दे अतिबाहित गति करी चलिबाकु पड़िबो। तेणु यही अवस्था भीतर दे मो निजको बहुत सौभाग्य मने करुछि, जहा फल वर्तमान बसी तांकर गुणर कथा मु पदे अधे जाजन माध्यम रे कहि पारुछि। सेथिपई परम पितांकर यह आशीर्वाद बोली मु अनुभव करुछि। आपण माने समस्ते केते विज्ञ प्रज्ञ मनीष भाई। तेणु प्रत्येक पाखरे अनेक अनेक ज्ञान अछि। मो पाखरे से प्रकार ज्ञानर कथा मो भितरे थाई पारे न थाई भी पारे, किंतु मो से परम पितांकर कथा को किछिटा उपस्थापन करिबा पई मन
ଭିତରେ ଯେତେବେଳେ ଜୋର ଆସିଛି, କିଛିଟା ମୁଁ ଅନୁଭବ କରୁଛି, ସେଇ କଥାଟା ପ୍ରକାଶ କରିବା ପାଇଁ ମୋର ଇଚ୍ଛା ହେଇଛି। ଆଶା କରୁଛି ଏହି କଥା ଗୁଡ଼ିକ ପରମ ପିତାଙ୍କର ଦୟାରୁ ସମସ୍ତଙ୍କ ପାଇଁ ମଙ୍ଗଳ ହେବ ବୋଲି ମୋର ଆଶା ଓ ବିଶ୍ୱାସ। ତେଣୁ ଆମେ ଠାକୁରଙ୍କର ଏହି ସତ୍ସଙ୍ଗ ବିଧିବିଧାନର କଥା, ପ୍ରତ୍ୟେକ ଜିନିଷ ଭିତରେ ରହିଛି ତପସ୍ୟା, ସାଧନା, ସତନାମ, ଦୀକ୍ଷା। ୟାରି ଭିତର ଦେଇ ଆମମାନଙ୍କୁ ସମସ୍ତଙ୍କୁ ଅତିବାହିତ କରିବାକୁ ହେବ। ବୁଝ କି ନ ବୁଝ, ଏ ଯୁଗ ହଉ କିମ୍ବା ଆଉ କୋଉ ଯୁଗରେ ବି ହଉ, ଦିନେ ନା ଦିନେ ଏ ଫାନ୍ଦରେ ପ୍ରତ୍ୟେକ ଧରା ପଡ଼ିବାକୁ ବାଧ୍ୟ ହିଁ ହେବେ। କାରଣ ଆମେ ସେଇ ପରମାତ୍ମାରୁ ଆତ୍ମା। ଆମର ଗତି ପରମାତ୍ମାଙ୍କ ଆଡ଼କୁ। ତେଣୁକରି ଯିଏ ଯାହା ବି କରନ୍ତୁ ନା କାହିଁକି, ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ପ୍ରତ୍ୟେକଙ୍କୁ ଏହି ସାଧନ, ଭଜନ, ସତନାମ ୟାର ଭିତର ଦେଇ ଗତି କରିକିରି ଯିବାକୁ ପଡ଼ିବ। ତେଣୁକରି ମୋର ଆଲୋଚ୍ୟର ଏହି ଅନଲାଇନ ମାଧ୍ୟମରେ ବିଷୟବସ୍ତୁ ରହୁଛି ଯେ ତପସ୍ୟା, ସାଧନା, ସତନାମ ଓ ଦୀକ୍ଷା। ଶ୍ରୀ ଶ୍ରୀ ଠାକୁରଙ୍କର ଯାହା କଥା ଅଛି ମୁଁ ଉପସ୍ଥାପନା କରିବାକୁ ପ୍ରାଣପଣେ ଚେଷ୍ଟା କରିବି। ଅବଶ୍ୟ ଆଲୋଚନାଟା ଦୀର୍ଘ ହୋଇପାରେ, କିନ୍ତୁ ମୁଁ ସେଗୁଡ଼ିକୁ ଫେଜ୍ ବାଇ ଫେଜ୍ ଆଲୋଚନା କରିବା ପାଇଁ ଚେଷ୍ଟା କରିବି। ଏକକାଳୀନ ଯଦିଓ ମୁଁ ସବୁ କରିବିନି, କିନ୍ତୁ ଆଲୋଚନା ଟପିକ ବାଇ ଟପିକ ମୁଁ ଆଲୋଚନା କରି ପ୍ରତ୍ୟେକଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କରିବି ଏବଂ ମୁଁ ସେଇଥିରୁ କିଛି ଜ୍ଞାନ ଅର୍ଜନ କରିବି ବୋଲି ଆଶା କରୁଛି। এই ଯାଜନ ଭିତର ଦେଇ ମୁଁ ମଧ୍ୟ ଉଦ୍ଦୀପନା ହେଇ ଉଠିବି, ସେଇ ଜ୍ଞାନ ଅର୍ଜନ କରିବି। ତେଣୁ ଆମେ ଆଲୋଚନା କରିବା ଯେ ଗୋଟେ କଥାରେ এই ତପସ୍ୟା, ସାଧନା, ସତନାମ, ଦୀକ୍ଷା ସମ୍ବନ୍ଧରେ ପ୍ରଥମେ ଆମେ ଦେଖିବା। ଠାକୁର ଲେଖୁଥିଲେ, ଯୋଉ ନାମର କଥା କହୁଥିଲେ, ଗୋଟେ ଘଟଣାଟା ମୋର ମନେ ପଡୁଛି। ସେଦିନ ଥିଲା, ମୁଁ ଗୋଟେ ପଢିଥିଲି ଗୋଟେରୁ, ସେଦିନ ଥିଲା ଆମର ଯୋଉଟା 23 ମାଘ, ଖୁବ ସକାଳ, ଥଣ୍ଡା ସକାଳର ଯୋଉ সময়ଟା ଥାଏ, ସେଇଟା ଥିଲା ବୋଧେ 59 ମସିହା ଫେବୃଆରୀ ମାସ 5 ତାରିଖ। ଶ୍ରୀ ଶ୍ରୀ ଠାକୁର ଗୋଲତା ସୂତାରେ ବସିଛନ୍ତି। କେଷ୍ଟୋଦା ଏବଂ ହାଉଜରମ୍ୟାନ ଦା, ଯେ କି ହାଉଜରମ୍ୟାନ କହିଲେ ଯେ ଆମେରିକାନ ଭାଇ ଥିଲେ, ତାଙ୍କ ସହ କଥାବାର୍ତ୍ତା ଚାଲିଥାଏ। ରସାୟନ ସମ୍ବନ୍ଧରେ କଥା ଉଠିବାରୁ ଶ୍ରୀ ଶ୍ରୀ ଠାକୁର କହିଲେ, ରସାୟନର ମଧ୍ୟରେ ଅଛି ରସ ଧାତୁ। ଠାକୁର କହୁଛନ୍ତି ରସାୟନ ମଧ୍ୟଟା, ରସାୟନ କଥାଟା ଯେତେବେଳେ ଆସିଲା, ରସାୟନ ମଧ୍ୟ ରହିଛି ରସ ଧାତୁ। ରସ ଧାତୁ ମାନେ କଣ? ଶବ୍ଦ। ଠାକୁର କହୁଛନ୍ତି ରସ ଧାତୁ ମାନେ ଶବ୍ଦ। ଶବ୍ଦର ପଛରେ ଅଛି ବ୍ୟୋମ ତରଙ୍ଗ। ରସାୟନର କାରବାର ହେଲା ବ୍ୟୋମ ତରଙ୍ଗର ବିଚିମାଳାକୁ ନାନା ସମନ୍ୱୟ, ସଂଯୋଗ, ସମାବେଶ ଓ ବିନ୍ୟାସକୁ ନେଇକିରି। ତା ଯିଏ ଜାଣନ୍ତି ସିଏ ହେଲେ ରସାୟନବିଦ। ତାକୁ ଯିଏ ଜାଣନ୍ତି, ଯୋଉମାନେ ଜାଣିଛନ୍ତି, ତାଙ୍କୁ କୁହାଯାଏ କଣ? ରସାୟନବିଦ। ସୃଷ୍ଟିର ମୂଳ ହେଲା କଣ? ଶବ୍ଦ। ଏ ସୃଷ୍ଟି ଶବ୍ଦରୁ ହିଁ ଉତ୍ପନ୍ନ ହେଇଛି। ପ୍ରକୃତ ରସାୟନ ବିଜ୍ଞାନ, ରସାୟନଜ୍ଞ ଗୋଟିଏ ଦିଗରେ ସାଧକ ଅର୍ଥାତ ଶବ୍ଦ ତତ୍ତ୍ୱଜ୍ଞ ଓ ସୃଷ୍ଟି ତତ୍ତ୍ୱଜ୍ଞ। ସେମାନେ ଶବ୍ଦଠାରୁ ଯାହା ଉଦ୍ଭୂତ
ଜାଣେ ସ୍ତର ପାରସ୍ପରିଚର୍ଯ୍ୟାରେ। ପୁଣି ଅଛି କଣ ରସା ବୈଶ ପରମ କାରଣ ବା ପରବ୍ରହ୍ମକୁ ବି ଶବ୍ଦ ବୋଲି ଅଭିହିତ କରାଯାଏ କି ନାହିଁ ଶୁଣିଥିବେ। କାରଣ ଜାଣିବା ମାନେ ଶବ୍ଦ ବ୍ରହ୍ମଙ୍କୁ ଆସ୍ୱାଦନ ଓ ଉପଲବ୍ଧି କରିବା, ଗୋଟିଏ କଥାରେ ତାହା ହୋଇ ଉଠିବା, ବୁଝିହେଲା। କିନ୍ତୁ ଭକ୍ତ ଚାହେଁ ନିଜକୁ ଅଲଗା ରଖି ନିଜକୁ ତତ୍ତ୍ୱଜ୍ଞ ଗୁରୁଙ୍କର ଉପଭୋଗ୍ୟ କରି ନିଜର ଜୀବନଟିକୁ ତଥା ସୃଷ୍ଟିକୁ ଉପଭୋଗ କରିବାକୁ। କିଏ ଚାହେଁ? ଭକ୍ତ ଚାହେଁ କଥା। ହାଉଜର ମ୍ୟାନ କଣ କରୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି ଠାକୁରଙ୍କୁ ଯେ କମ୍ପ୍ରୋମାଇଜ ବା ଆପୋଷ ବା ଟ୍ୟାକ୍ଟ ମାନେ କୌଶଳ କଣ ଗୋଟିଏ ଜିନିଷ? ଉତ୍ତରରେ ଠାକୁର କହୁଛନ୍ତି, ପ୍ରଭୁ କହିଲେ କଣ, ଆପୋଷ ମାନେ ଆଦର୍ଶକୁ ତ୍ୟାଗ କରିବା, ବୁଝିଲା। ଆଉ କୌଶଳ ମାନେ ଟୁ ମ୍ୟାନେଜ ଆୱାର or something in favor of the principle, ଜଣକୁ ବା କୌଣସି କିଛିକୁ ଆଦର୍ଶର ଅନୁକୂଳରେ ପରିଚାଳିତ କରିବା, ବୁଝିହେଲା। ଶ୍ରୀ ଠାକୁର ପ୍ରିୟ ପରମଙ୍କର ଇଚ୍ଛା ସକ୍ରିୟ ଭାବରେ ପୂରଣ କରିବା ହିଁ ଆମମାନଙ୍କର ପ୍ରଧାନ କାମ ଏଇଟା। ଏଥିପାଇଁ ନାମ ଧ୍ୟାନର ପ୍ରয়োজন ଅଛି। ଏ ନାମ ସମ୍ବନ୍ଧରେ ଆଲୋଚନା କରୁଛନ୍ତି। ନାମ ଧ୍ୟାନ ମସ୍ତିଷ୍କ କୋଷ ଓ ସ୍ନାୟୁକୁ ବୋଧପ୍ରବଣ ଓ ଗ୍ରହଣକ୍ଷମ କରି ତୋଳେ। ବ୍ରେନ୍ ସେଲ୍କୁ ଅନେକ ସୁପ୍ତ କୋଷକୁ ସକ୍ରିୟ କରେ। ଅନେକ ଆମ ବ୍ରେନ୍ ଭିତରେ ଲକ୍ଷ ଲକ୍ଷ କୋଷ ଅଛି, ଅଗଣିତ କୋଷ ଭରି ରହିଛି। ସେ ସୁପ୍ତ ଅବସ୍ଥାରେ ଅଛି, ସଜାଗ ନାହିଁ। ତେଣୁକରି ଏ ମେଡିଟେସନଟା, ଏ ଯୋଉ ନାମ ଆଉ ଧ୍ୟାନ, ଇଏ କଣ କରେ, ଯୋଉ ସୁପ୍ତ ହେଇକିରି ଥାଏ କୋଷ ଗୁଡ଼ିକୁ, ସେଗୁଡ଼ିକୁ ସକ୍ରିୟ କରି ତୋଳେ, ବୁଝିହେଲା। ତେଣୁକରି ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାମୂଳକ କର୍ମର ଭିତର ଦେଇ ଅର୍ଜିତ ଉପଲବ୍ଧିକୁ ପୁଣି କନସେଣ୍ଟ୍ରିକ ଓ ଆଡଜଷ୍ଟେଡ କରିବାକୁ ହୁଏ। ମାନେ କଣ, ସୁକେନ୍ଦ୍ରିକ ଓ ସୁନିୟନ୍ତ୍ରିତ କରିବାକୁ ପଡ଼ିବ। ସେଥିରେ ହୁଏ କଣ, ୱାଇଜଡମ ଅର୍ଥାତ୍ ପ୍ରଜ୍ଞା। ତା ଛଡା ବି ଇଷ୍ଟଙ୍କ କାମ କରିବାକୁ ଗଲେ ମସ୍ତିଷ୍କ ଯେତେ ବିକଶିତ ହୁଏ ସେତେ ତା ଭଲ କରି କରାଯାଏ। ଯେତିକ ଆମେ ଇଷ୍ଟଙ୍କର କାର୍ଯ୍ୟ କରିବାକୁ ଯାଉଛେ ସେତିକି ବେଳେ ଜ୍ଞାତରେ ହେଉ ଅଜ୍ଞାତରେ ହେଉ, ଜଣାରେ ହେଇଥାଉ ଅଜଣାରେ ବି ହେଇଥାଉ, ଦେଖିବ ନିଜର ବ୍ୟକ୍ତିତ୍ୱର ଉନ୍ନତି ଘଟୁଛି, ମସ୍ତିଷ୍କ କୋଷର ଉନ୍ନତି ଘଟୁଛି, ଦିମାଗ ବିକଶିତ ହେଉଛି, ବୁଦ୍ଧି ବିକଶିତ ହେଉଛି। ପ୍ରଶ୍ନରେ ପଚାରୁଛନ୍ତି ଦର୍ଶନ ଓ ଶବ୍ଦ ସେ ପୁଣି କି କଣ ଜିନିଷ, କଣ ଯେ ଭିଜନ ଆଣ୍ଡ ସାଉଣ୍ଡ ଯୋଉଟା, ଦର୍ଶନ ଆଉ ଶବ୍ଦ ସେ କଣ, ପୁଣି କଣ ସେ? ଠାକୁର ସେଇ ପ୍ରଶ୍ନର ଉତ୍ତରରେ କହୁଛନ୍ତି ଯେ ନାମ କରି କରି ଅନ୍ତକୌଶିକ ବିସ୍ଫୋରଣ ହୁଏ। ସେଠି କଣ କରିକିରି, ନାମ କରି ଅନ୍ତକୌଶିକ ବିସ୍ଫୋରଣ ହୁଏ। ପୋକ ଯେମିତି କାମୁଡି ଦେଲେ ଯେପରି ମାନେ ଆଲୋକର ଝଲକ ବାହାରି ପଡେ। ଗୋଟେ ପୋକଡ଼ା ଯେତେବେଳେ ଦେଖିବ, ଜନ୍ଦା ଦେଖିଥିବ, ଗୋଟେ ମାରି ଦିଅନ୍ତି, ମାନେ କେମିତି ଚାଁ କରିକି ଯେତେବେଳେ ମାରିଦବ ଆଖିରୁ ପୁରା ଆଲୁଅ ବାହାରି ପଡିବ।
ବ୍ରେନ୍ ଶକ୍ତି, ମସ୍ତିଷ୍କ ଶକ୍ତି ବି ବଢେ। ଅବଶ୍ୟ ତାହା ଚରମ ନୁହେଁ, ସେଗୁଡ଼ିକ ଏକଦମ ଚରମ ନୁହଁ। ସେଗୁଡ଼ିକ ସୁକେନ୍ଦ୍ରିକ କର୍ମର ଭିତର ଦେଇ ଆପ୍ଲାଏ ବା ପ୍ରୟୋଗ କରି ପ୍ରେଷ୍ଟଙ୍କର ଇଚ୍ଛା ଗୁଡ଼ିକୁ ମ୍ୟାଟେରିଆଲାଇଜ ବା ବାସ୍ତବ କରି ନିୟନ୍ତ୍ରଣ କରିବାକୁ ହୁଏ। ସେଥିରୁ ଆସେ ନଲେଜ ଆଣ୍ଡ ୱିଜଡମ। ୱିଜଡମ ମାନେ କଣ? ଜ୍ଞାନ ଆଉ ପ୍ରଜ୍ଞା। ଲଭ୍ ୱିଥ ନଲେଜ ଅଲୱେଜ କିପ୍ସ ଅସ୍ ବାଲାନ୍ସଡ। ଅନୁରାଗ ଭରା ଜ୍ଞାନ ଆମ୍ଭମାନଙ୍କୁ ସର୍ବଦା ସାମ୍ୟ ଭାବରୂଢ଼ କରି ରଖେ। ବୁଝିହେଲା? ଜଣେ ପଚାରୁଛନ୍ତି ଦେବଦେବୀଙ୍କର କଣ ଅସ୍ତିତ୍ୱ ଅଛି? ଜଣେ ଭାଇ ପଚାରୁଛନ୍ତି ଯେ ଦେବଦେବୀଙ୍କର କଣ ଅସ୍ତିତ୍ୱ ଅଛି? ମନେକର ସରସ୍ୱତୀ ଦେବୀଙ୍କର କଣ ଅସ୍ତିତ୍ୱ ଅଛି? ଭାବ, ମାନେ ମନରେ ପ୍ରଶ୍ନ। ଠାକୁର ସେଇ ସମ୍ବନ୍ଧରେ କହୁଛନ୍ତି ଅଛି ନ ଅଛି ମାନେ କଣ? ଧର ସରସ୍ୱତୀ ପୂଜା କରୁଛ, ସରସ ଶବ୍ଦ ପଛରେ ଅଛି ସ ଧାତୁ, ତାର ମାନେ ଗତି ଅର୍ଥାତ୍ ମୋସନ। ବ୍ୟୋମ ତରଙ୍ଗ ଯେଉଁଠି ସ୍ପନ୍ଦନ ସେଇଠି, ଏ ବ୍ୟୋମ ତରଙ୍ଗ ଯେଉଁଠି ସ୍ପନ୍ଦନଟା ସେଇଠି, ଆଉ ସେଇଠି ହିଁ ସିଏ ବାସ କରନ୍ତି। ତେଣୁ ତାଙ୍କର ରୂପକଳ୍ପନାରେ ତାଙ୍କ ହାତରେ ଅଛି ବୀଣା। ଯେଉଁ ରୂପକଳ୍ପନା କରାଯାଇଛି ସେଇ ରୂପକଳ୍ପନାରେ ତାଙ୍କ ହାତରେ ଅଛି ବୀଣା, ଯାହାକି ସ୍ପନ୍ଦନ ଓ ଶବ୍ଦର ପ୍ରତୀକ। ଚିନ୍ତା କରନ୍ତୁ, ତାଙ୍କର ଆଉ ଗୋଟେ ନାମ କଣ? ବାକ୍ ଦେବୀ। ମାତା ସରସ୍ୱତୀଙ୍କୁ କଣ କୁହନ୍ତି? ବାକ୍ ଦେବୀ ବୋଲି କୁହନ୍ତି ନା, ବାକ୍ ଦେବୀ। ତେଣୁ ଭାବ ଅନୁଯାୟୀ ଦେବାଦେବୀଙ୍କର ମୂର୍ତ୍ତି ଗଢା ହୁଏ। ମୂର୍ତ୍ତି ଯାହା ହେଇଛି ତାଙ୍କର ଫିଲିଙ୍ଗସକୁ ଗୋଟେ ରୂପରେଖ କରାଯାଇଛି। ପୁଣି ଅନେକ ଦେବତା ଅଛନ୍ତି ଯେଉଁମାନେ ହିରୋଇକ। ତୁମେ ଯଦି ତୁମର ଉଦ୍ଦେଶ୍ୟ ସିଦ୍ଧ କରିପାର, ତୁମର ଆବିଷ୍କାରର ଭିତର ଦେଇ ମଣିଷର ଦୁଃଖ କଷ୍ଟ ବ୍ୟଥା ଯନ୍ତ୍ରଣା ପୋଛି ଦେଇ ପାର, କାଢି ନେଇ ପାର, ତୁମକୁ ମଣିଷ ଦେବତା ବୋଲି ପୂଜା କରିବେ। ଦେବତା ମାନେ ଯିଏ ଔଜ୍ଜଲ୍ୟରେ ମଣିଷକୁ ଦୀପ୍ତ କରି ତୋଳେ। ଦେବତା ମାନେ କଣ? ଉଜ୍ଜ୍ୱଳ କରି ମଣିଷକୁ ଦୀପ୍ତ କରିଦିଏ। ସତ୍ତାର ପଛରେ ଅଛି ଅସ୍ ଧାତୁ। ଏଇ ଯୋଉ ସତ୍ତା, ମଣିଷ ଯାହାକୁ ଧରି ମଣିଷ ଯେମିତି ବଞ୍ଚିଛି, ତାର ସତ୍ତା ହଉଛି ପ୍ରଥମ ନା, ସତ୍ତା ସଚିଦାନନ୍ଦମୟ। ଏଇ ସତ୍ତା ପଛରେ ଅଛି କଣ? ଅସ୍ ଧାତୁ ଅଛି। ଏଇ ଭାବ ଅଛି ହିଁ ବିଜ୍ଞାନ, ଦର୍ଶନ, ମନୋବିଜ୍ଞାନ ସବୁ ସତ୍ତାକୁ ହିଁ ବେଷ୍ଟନ କରିକିରି ରହିଥାନ୍ତି ସବୁ। ବସ୍ତୁ ଓ ସତ୍ତାର ମୂଳରେ ଅଛି ତରଙ୍ଗ, ଭାଇବ୍ରେସନ ଯୋଉଟା। ସେ ତରଙ୍ଗ ସତ୍ତାକୁ ଚାଙ୍ଗା କରେ, ଉଜ୍ଜୀବିତ କରେ। ବୁଝିହେଲା? ବଳଶାଳୀ ବି କରିଦିଏ। ତାହା ସେଠାରେ ଔଷଧ ରକମ ବି କାମ କରେ। ଧର ବିଶେଷ ଅସୁଖରେ ତାବିଜ ଧାରଣ କରେ, ଭାବିପାର। ସେ ତାବିଜରେ ଗୋଟେ ତରଙ୍ଗ ଅଛି, ବୁଝିହେଲା? ଆଉ ତାର ଗୋଟେ କ୍ରିୟା ହୁଏ ଶରୀର ଉପରେ। ସେଥିରେ ହୁଏତ ରୋଗ ପ୍ରତିରୋଧ ଶକ୍ତି ବଢେ ଓ ରୋଗ ଶକ୍ତି କମେ, ଫଳରେ ରୋଗ ଭଲ ହେଇଯାଏ। ସେଠି ଠାକୁର କହିଲେ ଜୀବନଟି ଗୋଟିଏ ପର୍ଟିକୁଲାର ୱେଭ, ବିଶେଷ ତରଙ୍ଗ। ଏଇଟା ଲିଡେଞ୍ଜର ବିଦ୍ୟୁତ ଧରିବା ପରି କେତେ ଗୁଡିଏ ଜିନିଷ ଧରିବାର କ୍ଷମତା ଅଛି ଆମ ମାନଙ୍କର।
ପ୍ରତିଟି ଗୋରୁ ଗଛ ମଣିଷଙ୍କର ଗୋଟେ ଗୋଟେ ୱେଭ ଲେନ୍ଥ ତରଙ୍ଗର ଦୈର୍ଘ୍ୟ ଥାଏ। ତାହା ରଜବୀର୍ଯ୍ୟର ସମ୍ବେଗ ଓ ସଂଗତି ଉପରେ ନିର୍ଭର କରେ। ଏଇଟା କଣ? ରଜବୀର୍ଯ୍ୟର ସମ୍ବେଗ ଓ ସଂଗତି ଉପରେ ଏଇଟା ନିର୍ଭର କରେ। ତରଙ୍ଗ ଧାରାର ଜୀବନ ଶକ୍ତି ନିର୍ଦ୍ଧାରିତ ହୁଏ। ତୁକ୍ ଆଉ ତାକ୍ ଠିକ୍ ଚାହେଁ। ତୁକ୍ ଆଉ ତାକୁ ବୁଝାଇବାକୁ ଯାଇ କହିଲେ, ଧର ଚିନିର ଗୋଟିଏ ତାକ୍ କରି ତା ଭିତରେ ଘନତାର ପରଶ ଦେଇଦେଲେ ମିଶ୍ରି ଦାନା ବାନ୍ଧେ। ଦାନାର ପୁଣି ତରଙ୍ଗ ଅଛି, ତାକୁ କୁହାଯାଏ କଣ? ବୈଶିଷ୍ଟ୍ୟ। କଣ କୁହାଯାଏ? ବୈଶିଷ୍ଟ୍ୟ କୁହାଯାଏ ତାକୁ। ଦାନାର ତରଙ୍ଗ ତତ୍ଜାତୀୟ ତରଙ୍ଗ ସୃଷ୍ଟି କରେ। ସଜନାରୁ ଯେମିତି ସଜନା ହୁଏ, ବାତାପିରୁ ବାତାପି ହୁଏ। ଅବଶ୍ୟ ତାହା ବି ରକମାରୀ ହେଇପାରେ, ବିଭିନ୍ନ ପ୍ରକାରର ଜାତିର ହେଇପାରେ, କିନ୍ତୁ ବାତାପିରୁ ବାତାପି ହବ, ସଜନାରୁ ସଜନା ହିଁ ହବ। ଏହା ବୈଶିଷ୍ଟ୍ୟର ଗୁନ୍ଥ ନେଇକରି ବର୍ଣ୍ଣ ଆଶ୍ରମ, এইগুড়িক বৈশিষ্ট্যর গুন্থ নেই বর্ণাশ্রম। মিলন যজ্ঞ কেউটি কাহার তা বুঝি নারী পুরুষর মিলন সংগঠন କରିବାକୁ ହୁଏ। ସବୁ ବିପରୀତ ସତ୍ତାର ମିଳନ ଘଟାଇବାକୁ ହୁଏ। ଏଣୁ ସଗୋତ୍ର ବିବାହ ଠିକ୍ ନୁହେଁ। ସଦୃଶ ଅଥଚ ସ୍ୱତନ୍ତ୍ର ହେବା ଦରକାର। ବ୍ରାହ୍ମଣର ଛୁଆ ବ୍ରାହ୍ମଣର ଝିଅ ହେଲେ ହିଁ ହେବନି, ସବୁ ରକମର ସଂଗତି ହେବା ଦରକାର। ଚିନ୍ତା ତରଙ୍ଗର ଛନ୍ଦ ପର୍ଯ୍ୟନ୍ତ ଲିପିବଦ୍ଧ ହେବା ଦରକାର। ମନେ ହୁଏ ଏଥିରେ ଲାଗେ ଧକ୍କା ଓ ବିରତି। ଗ୍ରାମଫୋନ ରେକର୍ଡିଂରେ ଯେପରି ହୁଏ, ସବୁ ହିଁ ଉଦ୍ଦୀପନାର ବ୍ୟାପାର, ଷ୍ଟିମୁଲସ୍। ଆମମାନଙ୍କ ଭିତରେ ଅଛି ମିଳନର ଆକୁତି ଅର୍ଥାତ୍ ସୁରତ। ଶୁକ୍ର କୀଟ ଗୁଡ଼ିକ ଉତ୍ତେଜିତ ହୋଇ ମିଳନର ଉଦଗ୍ର ଆଗ୍ରହର ସଂଗତିଶୀଳ ବାଲା ଡିମ୍ବକୋଷକୁ ଭରଣଭୂତ କରେ। ସେଇଟାରେ ହିଁ ଗର୍ଭଧାନ ହୁଏ, ଜାଇଗୋଟର ସୃଷ୍ଟି ହୁଏ। ମଣିଷ ମାନେ ହିଁ ଏଇ ଜିନିଷଟା, ସେଇଠି ହେଲା ଅନ୍ତର୍ନିହିତ ଆକୁତି, ଇନହେରେଣ୍ଟ ଅର୍ଗ, ଯୋଉଟା ଅନ୍ତର୍ନିହିତ ଆକୁତି। লিবিডো বা ସୁରତ ଯାହା କୁହ, ସେଇ ଜିନିଷଟିର ବିକାଶ ହେଲା ମଣିଷ। ଏହି ସମ୍ବେଗଟିକୁ ନଷ୍ଟ କରି ଦେଲେ ହେବ ନାହିଁ, ଜୀବନ ହିଁ ରହିବ ନାହିଁ। ବାହାରର ବ୍ୟାଘାତ ଓ ରୋଗ ଶୋକର ଅନେକ ସମୟ ଏଇଠି ଭଙ୍ଗୁର ହେଇ ଉଠେ। ସେତେବେଳେ ଜୀବନର ଲାଳିମା ରହି ନାହିଁ। ଯାହାକୁ ନେଇ ବୋଧ କରାଯାଏ, ଅଧିଗମନ କରାଯାଏ, ନିୟନ୍ତ୍ରଣ କରାଯାଏ, ତାହା ହେଲା ସୁରତ। କଣ ସେଇଟା? ସୁରତ। ସୁରତ ଏକାଗ୍ରତାର ମୌଳିକ ମସଲା ବି ତାହା। ନାନା ଲୋକ ନାନା ଭାବରେ କରେ। ସେ ବ୍ୟଙ୍ଗର ମନ ନିବେଶ କରେ, କେହି ଫୁଲରେ, କେହି ଆଲୋକରେ, କେହି ପଥରରେ କରେ, କେହି ନେତି ନେତି କରେ। କିନ୍ତୁ ଏଗୁଡ଼ିକରେ ଅନେକ କସରତ କରିବାକୁ ହୁଏ। ସାର କଥା ସହଜ ହୁଏ ଯଦି ଉପଯୁକ୍ତ ଆଦର୍ଶର ଉପରେ ଅଚ୍ୟୁତ ଅନୁରାଗ ହୁଏ। ସେତେବେଳେ ଚିନ୍ତା କର୍ମ ସବୁ କିଛି ମିନିଂଫୁଲି ଆଡଜଷ୍ଟେଡ୍ ଓ କନସେଣ୍ଟ୍ରିକ୍ ବା ସାର୍ଥକ ଭାବରେ ବିନ୍ୟସ୍ତ ଓ କେନ୍ଦ୍ରାୟିତ ଅଖଣ୍ଡ ବ୍ୟକ୍ତିତ୍ୱ କରେ। ବୁଝିହେଉଛି? ଅଖଣ୍ଡ ବ୍ୟକ୍ତିତ୍ୱ ତିଆରି ହେଇଯାଏ। ବହୁନାଂ ଜନ୍ମାନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତ ସମାହାତ୍ମା ସୁଦୁର୍ଲଭ।
ସାଧନା ଫଳରେ ଶେଷ ଜନ୍ମରେ ଜୀବଜଗତ ବାସୁଦେବ ହିଁ ଏହି ରୂପରେ ଜାଣିପାରି ସିଏ ମୋତେ ଅତିଶୟ ପ୍ରେମାସ୍ପଦ ରୂପରେ ଭଜନା କରେ। ସେହି ରୂପୀ ମହାପୁରୁଷ ଅତିଶୟ ଦୁର୍ଲଭ। ଏହି ଅବସ୍ଥା ଲାଭ ହୁଏ। ଗୁରୁ ଭକ୍ତିକୁ ବାଦ ଦେଇ ଆତ୍ମୋପଲବ୍ଧି ଗାଣିତିକ ଭାବରେ ସମ୍ଭବ ହେଇପାରେ, କିନ୍ତୁ ବାସ୍ତବରେ ନୁହେଁ। ଗୁରୁ ଭକ୍ତି କି ବାଦ ଦେଇକି ଆତ୍ମୋପଲବ୍ଧି ଗାଣିତିକ ଭାବରେ ସମ୍ଭବ ହେଇପାରେ, କିନ୍ତୁ ବାସ୍ତବରେ ହେଇପାରେ, ବାସ୍ତବଟା ନୁହେଁ। ସେ ମୋ ଆକୁତିର ମଧ୍ୟରେ ରହିଛି ସେହି ଜିନିଷ ଯାହା ନେଇ ଦେହାୟିତ ହେଇଛି। ଆଉ ଯେତେବେଳେ ଚାଲିଯିବ ସେତେବେଳେ ତାହା ଲିଙ୍ଗ ଶରୀର ରୂପେ ରହିବ। ଲିଙ୍ଗ ଆସିଛି ଲିଙ୍ଗନ ଧାତୁରୁ, ଯାହା ମାନେ ଚିହ୍ନିତକରଣ। ଶବ୍ଦ ଜ୍ୟୋତିରେ ରକମାରୀ ଅନୁଭୂତି ହୁଏ। ସାଧାରଣତଃ ଏହି ରକମ ନୀଳ ଆଲୋକ ଦେଖାଯାଏ। ଏଥିରେ ଅନେକ ସୂକ୍ଷ୍ମ ସ୍ତରରୁ ଜିନିଷ ଅନୁଭବ କରାଯାଏ। ତେଣୁ ଆଜି ସମୟ ହୋଇଛି, ଆମେ କଥାଟା ଏଇଠି ରଖିବା। ତେବେ ସମସ୍ତଙ୍କୁ ଆଶା କରୁଛି ପ୍ରତ୍ୟେକ ଯେମିତି ଇଷ୍ଟମୟ ହେଇ ଉଠନ୍ତୁ, ଜୀବନଟାକୁ ସୁନ୍ଦର ଭାବରେ ପରିଚାଳିତ କରନ୍ତୁ, ଯଜନ ଯାଜନ ଇଷ୍ଟବୃତ୍ତି ଠାକୁରଙ୍କର ବିଧାନ ନେଇ ଜୀବନକୁ ଅଗ୍ରସର କରିଚାଲନ୍ତୁ, ଶୃଙ୍ଖଳିତ କରିଚାଲନ୍ତୁ, ସ୍ୱସ୍ତୈନୀ ସଦାଚାର ପାଳନ କରି ନିଜର ଶରୀରକୁ ଶ୍ରୀବିଗ୍ରହ ପରି ବିବେଚନା କରି ସେହି ପରମାତ୍ମା ପରମେଶ୍ୱରଙ୍କୁ ସେହି ଶ୍ରୀ ମନ୍ଦିର ଦେହର ମନ୍ଦିରରେ ପବିତ୍ରତାର ସହିତ ବସେଇ ନିଜ ଜୀବନକୁ ଆଗକୁ ନେଇ ଚାଲନ୍ତୁ। ଆଲୋଚନାରେ ଆଗକୁ ଆଗାମୀ ଅଧ୍ୟାୟରେ ଅନେକ କିଛି ଆଲୋଚନା କରିବାର ଅଛି। ତେଣୁ ସମୟ ହେଇଯାଇଥିବାରୁ ବର୍ତ୍ତମାନ ମୁଁ ପରମ ପିତାଙ୍କ ପାଖରେ ପ୍ରାର୍ଥନା ରଖିବି, ଏହି ପରିସ୍ଥିତିକୁ କିପରି ଶାନ୍ତିପୂର୍ଣ୍ଣ ଭାବେ ସବୁ ଅତିବାହିତ ହେଇ ଚାଲୁ, ଏ ପରିସ୍ଥିତିକୁ କିପରି ଆମେ ପାର କରିବୁ, ସେଥିପାଇଁ ଶକ୍ତି ପ୍ରଦାନ କରନ୍ତୁ। ପ୍ରତ୍ୟେକଙ୍କୁ ସାରା ବିଶ୍ୱକୁ ଉଦ୍ଧାର କରନ୍ତୁ। ଏହା ହିଁ ମୋର ପ୍ରାର୍ଥନା। ଆଉ ମୁଁ ବିଶେଷ କିଛି କହୁନି। ତେଣୁ ସମସ୍ତଙ୍କର ମଙ୍ଗଳ ପ୍ରାର୍ଥନା କରି ମୋର ବକ୍ତବ୍ୟ ରଖୁଛି। ଜୟ ଗୁରୁ।